ନମସ୍କାର ଜୟ ଜଗନ୍ନାଥ। ସୁଭଦ୍ରା ଯୋଜନାର ଲାଭ ପାଇବା ପାଇଁ ଅନଲାଇନ୍ କିପରି ଆବେଦନ କରିବେ? ଏବେ ଯାଏ ଆପଣ ଦେଖିଛନ୍ତି କି ଆପଣଙ୍କୁ ଫର୍ମ ନେଇକି ଆସିବାକୁ ପଡୁଛି, ନିଜେ ନିଜେ ପେନ୍ ବା ପେନସିଲ ୟୁଜ୍ କରିକି, ପେନସିଲ ତ ନାହିଁ କିନ୍ତୁ ପେନ୍ ୟୁଜ୍ କରିକି ଆପଣଙ୍କୁ ଫର୍ମଟି ଭରିବାକୁ ପଡୁଛି, ଆଉ ତାପରେ ନେଇକି ଫର୍ମଟିକୁ ଜମା କରିବାକୁ ପଡୁଛି ଜନସେବା କେନ୍ଦ୍ରରେ। ଠିକ କହିଲି? ତ ଏଇ ପ୍ରୋସିଜର ଥିଲା, କିନ୍ତୁ ଏବେ ଯାଏ ଯୋଉଟା କି ବଡ କଷ୍ଟଦାୟକ ଥିଲା, ଆଉ ଲୋକଙ୍କ ପାଇଁ ବଡ ଅସୁବିଧା ହଉଥିଲା, କାହିଁକିନା ଫର୍ମ ଆଣିଯିବା ପାଇଁ ବି ବହୁତ ଭିଡ ହଉଥିଲା, ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହଉଥିଲେ। ତ ଅନଲାଇନ ମୋଡରେ ବି ଏଥର ଆବେଦନ କରିପାରିବେ, ଏ କଥାଟା ଆମେ ଶୁଣିବାକୁ ପାଉଛେ। କିନ୍ତୁ ସେଇଟା ଆପଣଙ୍କୁ ଜାଣିବା ଦରକାର କି ଅନଲାଇନ ଆବେଦନ ଯୋଉ କୁହା ହଉଛି ସେଇଟା ଆପଣ କରିପାରିବେ ନା କରିପାରିବେନି, ନା ଆଉ କିଏ କରିପାରିବ, ନା ଆଉ କାହା ପାଖକୁ ଆପଣଙ୍କୁ ଯାଇ କରିବାକୁ ପଡିବ। ତ ସେଇ ଜିନିଷଟା ମୁଁ ଆଜି ଆପଣଙ୍କୁ କହିଦେବାକୁ ଚାହୁଁଛି, କାରଣ ବହୁତ ଲୋକ ଭୁଲ ବୁଝୁଛନ୍ତି ଆଉ ଭାବୁଛନ୍ତି କି ସେ ଘରେ ବସିକି ସିଏ ଆପ୍ଲାଏ କରିଦେଇ ପାରିବେ ଆଉ ସେଇଟା ହେଇଯାଇପାରିବ। ନା, ସେମିତି ନାହିଁ। କିଛିଟା ଏଥିରେ ଅଛି ଜିନିଷ ଯୋଉଟା ଆମକୁ ଜାଣିବା ଦରକାର। ତ ପ୍ରଥମ ଆପଣ ଦେଖନ୍ତୁ, ଆପଣଙ୍କ ସାମ୍ନାରେ ଏଇଠି ସୁଭଦ୍ରା ଯୋଜନାର ଅନଲାଇନ ୱେବସାଇଟଟି ଆପଣ ଏଇଠି ଦେଖିପାରୁଛନ୍ତି। ଏଇଠି ଦେଖନ୍ତୁ, ଏଇଟା ହେଲା ତାର ୱେବସାଇଟ, subhadra.odisha.gov.in। ଠିକ ଅଛି। ଆଉ ଏଇ ୱେବସାଇଟରେ ଯେତେବେଳେ ଆସିବେ ସେତେବେଳେ ଏଇଠି ଆପଣ ଦେଖନ୍ତୁ ଅଧିକାରୀ ଲଗ୍ଇନ୍ ଲେଖା ହେଇଛି ହେଲା। ତ ଏଇଠି ବର୍ତ୍ତମାନ ସେ ସୁବିଧା ଦିଆଯାଇନି କି ଆମେ ନିଜେ ନିଜେ, ମାନେ ଯୋଉମାନେ ଅଧିକାରୀ ନୁହନ୍ତି, ଯୋଉମାନେ ଆବେଦନକାରୀ, ସେମାନଙ୍କ ପାଇଁ ଲଗ୍ଇନ୍ କରିବାର କୌଣସି ସୁବିଧା ବର୍ତ୍ତମାନ ଯାଏଁ ତ ୱେବସାଇଟରେ ଦେଖାଯାଇନି। ଆପଣ ଅନଲାଇନ ଆବେଦନ କରିପାରିବେ, କିନ୍ତୁ ଆପଣଙ୍କୁ ଅଧିକାରୀଙ୍କ ଥ୍ରୁ ହିଁ କରିବାକୁ ପଡିବ। CSC ଲଗ୍ଇନ୍ ଦରକାର ପଡିବ। ଆପଣଙ୍କ ଲୋକାଲ ଏରିଆରେ ଯୋଉମାନେ CSC ଅଛନ୍ତି ତାଙ୍କ ମାନଙ୍କ ପାଇଁ ସୁବିଧା ଅଛି, କିନ୍ତୁ କଣ ଅନଲାଇନ ଯୋଉ କହୁଥିଲେ ସେଥିରେ କଣ ହଉଛି, ଚାଲନ୍ତୁ ଆଗକୁ ବଢିବା ଜାଣିବା। ଠିକ ଅଛି। ତ ଏଇ ୱେବସାଇଟରେ ଯେତେବେଳେ CSC ମାନେ ଆସିବେ, ଆମେ ତ ଆସିକି କିଛି ଲାଭ ନାହିଁ। CSC ମାନେ ଯେତେବେଳେ ଆସିବେ, ସେମାନେ ଏଇ ଜିନିଷଟାକୁ ସିଏ କ୍ଲିକ୍ କରିବେ। କ୍ଲିକ୍ କରିକି ଦେଖନ୍ତୁ, କ୍ଲିକ୍ କଲା ପରେ ଏଇ ନେକ୍ସଟ ପେଜଟା ଆସୁଛି, ଯୋଉଠି ଏଇଠି ଲେଖା ହେଇଛି CSC ଲଗ୍ଇନ୍। ଆପଣ ଏଠି ଦେଖିପାରୁଥିବେ CSC ଲଗ୍ଇନ୍, ୟା କଥା କହୁଛି ମୁଁ। ଠିକ ଅଛି। ତ ଏଇଠି CSC ମାନଙ୍କୁ ଲଗ୍ଇନ୍ ର ବ୍ୟବସ୍ଥା ବା ସୁବିଧା ଦିଆଯାଇଛି, ଯୋଉଥିରେ ମୁଁ ଆଉଥରେ କହିଦେବାକୁ ଚାହୁଁଛି, ଆମ ଭଳିଆ ଜେନେରାଲ ଲୋକ ବା ଯୋଉମାନେ ଆବେଦନକାରୀ, ଯୋଉମାନେ ୟାର ଲାଭ ପାଇବାକୁ ଚାହୁଁଛନ୍ତି, ଯୋଉମାନେ ଫର୍ମ ଫିଲ୍ଅପ୍ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ କୌଣସି ଲଗ୍ଇନ୍ ନାହିଁ। ଏଇଠି କେବଳ CSC ଲଗ୍ଇନ୍ ର ସୁବିଧା ଦିଆଯାଇଛି। ବୁଝିପାରିଲେ? ତ ସେମାନେ ଯେତେବେଳେ ଏଇଠି CSC ଲଗ୍ଇନ୍ କୁ ଯିବେ, ଏଇଠି ତାଙ୍କେ ଲଗ୍ଇନ୍ କରିବେ। ଏଇଠି ତାଙ୍କେ ଲଗ୍ଇନ୍ କରିବେ, ନିଜର ଆଧାର ବା ନିଜର ଡିଟେଲ୍ସ ଦେଇକି ସେ ଲଗ୍ଇନ୍ କରିବେ। ତାପରେ ଭିତରେ ସିଏ ଆପଣଙ୍କର ଫର୍ମଟିକୁ ସିଏ ଫିଲ୍ଅପ୍ କରିବେ ଓ ଅପଲୋଡ କରିବେ। ମାନେ ଆପଣଙ୍କର ଫର୍ମଟି ସେ ନେଇକି ଅନଲାଇନ ମୋଡରେ ଫିଲ୍ଅପ୍ କରିବେ। ସେ ଅନଲାଇନରେ, ମୁଁ ଏବେ ଦେଖନ୍ତୁ ଏଇଠି କ୍ଲିକ୍ କରିବି, ଇଏ ଏରର ଦେଖଉଛି, ଇଏ ଯାଉନି ଆଗକୁ, ବୋଧହୁଏ ୱେବସାଇଟରେ କିଛି ଅସୁବିଧା ଅଛି। କିନ୍ତୁ ଏଇଠିକି ଗଲା ପରେ ସେ CSC ଯିଏ ବି ଅଧିକାରୀ ଅଛନ୍ତି, ସେ ଲଗ୍ଇନ୍ କରିବେ, ଆଉ ସିଏ ଆପଣଙ୍କ ଫର୍ମ, ମାନେ ଫିଜିକାଲ ଫର୍ମଟି ବି ନେବେ, ଯୋଉ ଫର୍ମଟା ଆପଣ ହାତରେ ଭରିଛନ୍ତି, ତାକୁ ନେଇକି ଅନଲାଇନରେ ଆପଣଙ୍କ ଆଧାରରେ ଲଗ୍ଇନ୍ କରିକି ସେଇଟାକୁ ସିଏ ଅପଲୋଡ କରିବେ। ତ ବର୍ତ୍ତମାନ ପାଇଁ ଯୋଉ ଅନଲାଇନ କଥା ଆମେ ଶୁଣୁଛେ ବା ଜାଣୁଛେ, ତାର ପ୍ରୋସିଜର କେବଳ ଏତିକି। ତ ଭୁଲ ଯୋଉ ମନରେ ଆମର ଧାରଣା ଅଛି କି ଆମେ ନିଜେ ବି ଘରେ ବସିକି ଆପ୍ଲାଏ କରିପାରିବା ବିନା CSC ରେ, ସେଟା ବର୍ତ୍ତମାନ ତ ସରକାର ଆମକୁ ସେ ସୁବିଧା ଦେଇନାହାନ୍ତି। ତ ଆମେ ସମସ୍ତଙ୍କୁ, ସରକାରଙ୍କୁ ଆବେଦନ ଡେଫିନେଟଲି କରିବା ଦରକାର କି ଆମକୁ ଘରୁ ବସିକି ସିଧା ଲଗ୍ଇନ୍ କରିକି, ଆଧାର ହଉ ବା ଯେକୌଣସି ମାଧ୍ୟମରେ ହଉ, ଲଗ୍ଇନ୍ କରିକି କେମିତି ଆମେ ଆପ୍ଲାଏ କରିପାରିବୁ ବିନା କାହା ଉପରେ ନିର୍ଭର ହେଇ। ତ ସେଇ ସୁବିଧାଟା ଆମକୁ ଦେଲେ ଭଲ ହୁଅନ୍ତା, କାରଣ ଆଜିର ଡେଟ୍ରେ ଯୋଉ ଆମେ ଦେଖୁଛେ, ଫର୍ମ ଜମା କରିବା ହଉ କିମ୍ବା ଫର୍ମ ନବା ପାଇଁ ହଉ, ଯୋଉ ପ୍ରକାର ଭିଡ଼ ଆମେ ଦେଖୁଛେ, ମହିଳା ମାନେ ଯୋଉ ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛନ୍ତି, କିଏ ରାତି 3ଟା 4ଟାରୁ ଯାଇକି ଲାଇନ ଲଗେଇଛି, ତା ବାଦ ବି ସେ ଫର୍ମ ପାଉନି। ତ ସେ ସବୁ ଅସୁବିଧାରୁ ବଞ୍ଚିବା ପାଇଁ ମାଝୀ ସରକାରଙ୍କୁ ମୁଁ ନିବେଦନ କରିବି କି ସିଏ କିଛିଟା ଆଉ ଅନଲାଇନରେ ସୁବିଧା ଦେଲେ ଯିଏ ବି ପାରିବେ ଘରୁ ବସିକି ମୋବାଇଲ ହଉ କି ଲ୍ୟାପଟପ୍ ହଉ ଆବେଦନ କରିପାରିବେ, ଆଉ ଡିପେଣ୍ଡେନ୍ସି ଟିକେ କମିଯିବ। ତାହା ଦ୍ୱାରା ଲୋକଙ୍କର ଅସୁବିଧାଟା କମିବ, ଆଉ ସୁବିଧାରେ ଯୋଜନାଟା ବି ଲୋକ ଆପ୍ଲାଏ କରିପାରିବେ। ତ ବୁଝିଗଲେ? ଆଉ ୟା ଉପରେ ଯଦି ଅନଲାଇନ
किमिति कौन आउ जदि किसी आपनकर प्रश्न अच्छी ताहले कमेंट सेक्शन रे आपनकर प्रश्नटा पचारंतु आउ ए वीडियो टिको अधिक अधिक शेयर करंतु कारण लोक वर्तमान अनभिज्ञ अछंती से जानी नाहंती से भावुचंदी ऑनलाइन भी करि दी परिबो तो से एई वीडियो रु से जानी परिबे कि से कोन करि परिबे ठीक अछि आउ बाकी वीडियो भल लागिछि ताहले आउ चैनल को नुआ ताहले चैनल को सब्सक्राइब करिवे जय जगन्नाथ।